जय श्री राम। आपणों ପାଇଁ କିଛି ଅନୁଚିନ୍ତା ଆଣିଛି ଆଉ ଯେଉଁମାନେ ମୋ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବ ତାଙ୍କ ପାଇଁ ଗୋଟେ ନ୍ୟୁ ସାଏରୀ। ଆଶା କରୁଛି ଆପଣମାନଙ୍କୁ ମୋର ଏହି ଛୋଟିଆ ଅନୁଚିନ୍ତାଟା ଭଲ ଲାଗିଥିବ, ତେବେ ଲାଇକ୍ କରିଦେବେ। ଓକେ, ଚାଲନ୍ତୁ ଷ୍ଟାର୍ଟ କରିବା। ପରିସ୍ଥିତି ଯେତେ ଖରାପ ହେଉ ପଛେ ମନ କେବେ ଦୁର୍ବଳ କରନ୍ତୁ ନାହିଁ, କାହିଁକି ନା ଯଦି ଆପଣ ମନରୁ ଦୁର୍ବଳ ହୋଇଯିବେ ନା, ତେବେ ଆପଣ କୌଣସି କ୍ଷେତ୍ରରେ ବି ଜିତିପାରିବେ ନାହିଁ। ଜୀବନ ଗୋଟେ ସୁଯୋଗ, ଜୀବନ ଗୋଟେ ସୁଯୋଗ, ଏଥିରୁ ଉପକୃତ ହୁଅ। ଜୀବନ ଗୋଟେ ସୌନ୍ଦର୍ଯ୍ୟ, ତାର ପ୍ରଶଂସା କର। ଜୀବନ ଗୋଟେ ସ୍ୱପ୍ନ, ତାକୁ ହୃଦୟଙ୍ଗମ କର। ଜୀବନ ଗୋଟେ ଆହ୍ୱାନ, ତାକୁ ସାକ୍ଷାତ କର। ଜୀବନ ଗୋଟେ କର୍ତ୍ତବ୍ୟ, ତାକୁ ନିଷ୍ଠାର ସହ ପୂରା କର। ଜୀବନ ଗୋଟେ ଖେଳ, ତାହା ସହ ଭଲରେ ଖେଳିନିଅ। ଜୀବନ ଗୋଟେ ପ୍ରତିଜ୍ଞା, ତାକୁ ସର୍ବଦା ପୂରା କର। ଜୀବନ ଗୋଟେ ସଂଘର୍ଷ, ତାକୁ ସ୍ୱୀକାର କରିନିଅ। ଜୀବନ ଗୋଟେ ଗୀତ, ତାକୁ ସୁମଧୁର ସ୍ୱରରେ ଗାଇନିଅ। ଜୀବନ ଗୋଟେ ଦୁର୍ଘଟଣା, ତାକୁ ସାହସର ସହ ସାମ୍ନା କର। ଝଡ଼ି ଯାଇଥିବା ଫୁଲ ପୁଣି ଥରେ ଗଛକୁ ଫେରି ପାରେନି, ତେଣୁ ଅତୀତ କଥା ଚିନ୍ତା ନ କରି ବର୍ତ୍ତମାନକୁ ଭଲ ପାଆନ୍ତୁ। ଭବିଷ୍ୟତ ପାଇଁ ବଞ୍ଚନ୍ତୁ ଆଉ ଓଠରେ ସୁନ୍ଦର ହସକୁ ସଜେଇ ରଖନ୍ତୁ। ଜୀବନରେ ଯଦି କଠିନ ପରିଶ୍ରମ କରି ଭଲ କାମ କରିବାକୁ ଚାହୁଁଛ, ତ ତେବେ ମନ ଭିତରେ ଦୃଢ଼ ବିଶ୍ୱାସ ଆଉ ଧୈର୍ଯ୍ୟ ସହିତ କାର୍ଯ୍ୟ କରିବାର ହେବ। କାହିଁକି ନା ବାସ୍ତବ କଥାରେ ଅଛି ପରା, ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି। ଅଙ୍କ ଯେତେ କଷ୍ଟ ହେଉ ପଛେ ଯଦି ସୂତ୍ର ଜାଣିଛନ୍ତି, ଅଙ୍କ ସରଳ ଲାଗିବ। ସେହିପରି ଜୀବନରେ ଯେତେ ଅସୁବିଧା ହେଉ ପଛେ ଯଦି ଆପଣଙ୍କ ପାଖରେ ଧୈର୍ଯ୍ୟ ଓ ବିଶ୍ୱାସ ଅଛି, ତେବେ ସମାଧାନ ବାଟ ସରଳ ଲାଗିବ। ସମସ୍ୟା ଯେତେ ବି ବଡ଼ ହେଉଥାଉ ନା କାହିଁକି, ସର୍ବଦା ନିଜ ମନକୁ ସ୍ଥିର ରଖନ୍ତୁ। ନିଜର କର୍ତ୍ତବ୍ୟ ପାଳନ କରନ୍ତୁ। ଦେଖିବେ ସମସ୍ୟା ଆପେ ଆପେ ଦୂର ହୋଇଯିବ। ପ୍ରାର୍ଥନା ମଣିଷକୁ ଶାନ୍ତି ଦିଏ। ଶିକ୍ଷା ମଣିଷକୁ ଆଲୋକିତ କରେ। ଅଭ୍ୟାସ ମଣିଷକୁ ନଷ୍ଟ କରେ। ବିବେକ ମଣିଷକୁ ବଞ୍ଚାଏ। ଆନନ୍ଦ ମଣିଷକୁ ହସାଏ। ମିଛ ମଣିଷକୁ କଷ୍ଟ ଦିଏ। କର୍ମ ମଣିଷର ପରିଚୟ ଦିଏ। ଅହଙ୍କାର ମଣିଷକୁ ଧ୍ୱଂସ କରେ। ଭିକ୍ଷା ଦେଇ ନ ପାରିଲେ ଖରାପ ବ୍ୟବହାର କର ନାହିଁ। ସାହାଯ୍ୟ କରି ନ ପାରିଲେ ନିରାଶ କର ନାହିଁ। ଉପକାର କରି ନ ପାରିଲେ କ୍ଷତି କର ନାହିଁ। ଭଲ ପାଇ ନ ପାରିଲେ ଘୃଣା କର ନାହିଁ। ଗୁଣ ନଥିଲେ ରୂପ ବ୍ୟର୍ଥ। ବିନମ୍ର ନଥିଲେ ବିଦ୍ୟା ବ୍ୟର୍ଥ। ଉପଭୋଗ ନହେଲେ ଧନ ବ୍ୟର୍ଥ। ସାହସ ନଥିଲେ ଅସ୍ତ୍ରଶସ୍ତ୍ର ବ୍ୟର୍ଥ। ପର ଉପକାର ନଥିଲେ ଜୀବନ ବ୍ୟର୍ଥ। ନିଜ କର୍ମ ଉପରେ ବିଶ୍ୱାସ ରଖ, ରାଶିଫଳ ଉପରେ ନୁହେଁ। ନିଜ କର୍ମ ଉପରେ ବିଶ୍ୱାସ ରଖ,
ରାଶିଫଳ ଉପରେ ନୁହେଁ, ରାଶି ତ ରାମ ଓ ରାବଣଙ୍କର ମଧ୍ୟ ଗୋଟିଏ ଥିଲା, କିନ୍ତୁ ସେମାନଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ମିଳିଥିଲା। ଗଛର ପତ୍ର ନ ଝଡ଼ିଲେ ନୂଆ ପତ୍ର ଆସେ ନାହିଁ। ଗଛର ପତ୍ର ନ ଝଡ଼ିଲେ ନୂଆ ପତ୍ର ଆସେ ନାହିଁ। ସେଇ କଠିନତା ଓ ସଂଘର୍ଷ ନ ସହିଲେ ଭଲ ଦିନ ଆସେ ନାହିଁ। ବାରମ୍ବାର ଅସଫଳ ହେଲେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ବାରମ୍ବାର ଅସଫଳ ହେଲେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ବେଳେବେଳେ ପେନ୍ଥାର ଶେଷ ଚାବିରେ ତାଲା ଖୋଲିଥାଏ। ବେଳେବେଳେ ପେନ୍ଥାର ଶେଷ ଚାବିରେ ତାଲା ଖୋଲିଥାଏ। ଅନେକ ପରିସ୍ଥିତିରେ ହାରିବା ପରେ ସଫଳତାର ରାସ୍ତାର ସନ୍ଧାନ ମିଳେ। ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ଼ ରଖି କାମ କରିବା ଉଚିତ। କିଏ କହେ ଚାନ୍ଦ ସୁନ୍ଦର, କିଏ କହେ ଚାନ୍ଦ ସୁନ୍ଦର, କିଏ କହେ ତାରା ସୁନ୍ଦର। ହେଲେ ମୁଁ କହେ ଯିଏ ମୋ ମେସେଜ ପଢ଼ୁଛି ସିଏ ସବୁଠାରୁ ଅଧିକ ସୁନ୍ଦର। ଥ୍ୟାଙ୍କ ୟୁ ଯେଉଁମାନେ ମୋ ଲାଷ୍ଟ ପର୍ଯ୍ୟନ୍ତ এই ଭିଡ଼ିଓଟି ଦେଖିଲେ। ଆଶା କରୁଛି ଆପଣମାନଙ୍କୁ ମୋର এই ଛୋଟିଆ ସାୟରୀଟି ଭଲ ଲାଗିଥିବ। ତେବେ ନିଶ୍ଚିତ ଲାଇକ୍ କରିଦେବେ। ରହିଲି। ଜୟ ଶ୍ରୀରାମ। ଜୟ ଜଗନ୍ନାଥ।